ଆଜି କଂଗ୍ରେସର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏପ୍ରିଲ ପ୍ରଥମ ସପ୍ତାହରେ କଂଗ୍ରେସ ପ୍ରାର୍ଥୀ ତାଲିକା ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଦାସଙ୍କ ସୂଚନା। ବିଜେପି ଓ ବିଜେଡି ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିବା ଆରମ୍ଭ କରିସାରିବା ବେଳେ କଂଗ୍ରେସ କିନ୍ତୁ ପଛରେ ପଡ଼ିଛି। କଂଗ୍ରେସ କେବେ ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏନେଇ ସୂଚନା ଦେଇଛନ୍ତି ଦଳର ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଦାସ। ଏପ୍ରିଲ ପ୍ରଥମ ସପ୍ତାହରେ କଂଗ୍ରେସ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି କହିଛନ୍ତି ଭକ୍ତ ଦାସ। ଏହାସହ ସେ ନିଜେ ନର୍ଲାରୁ ବିଧାନସଭା ଟିକେଟ ଲଢ଼ିବେ ବୋଲି କହିଛନ୍ତି। ଏ ସପକ୍ଷରେ ଆସନ୍ତୁ ଦେଖିବା କ'ଣ କହୁଛନ୍ତି ଭକ୍ତ ଦାସ। ପ୍ରତିକ୍ରିୟା ରଖିଛନ୍ତି। आज 2024 निर्वाचन को सामना रखी निर्वाचन को गोटे आंदोलन रे परिणत करने भारतीय जातीय कांग्रेस मते ओडिशा राज्यर कैंपेन कमिटीर अध्यक्ष तैयारी गत काल आसी बहुत खुशी कथा हजार हजार लोक स्वागत अभिनंदन करी साथ देते कांग्रेस समस्ते विभिन्न आसिचंती समस्त जोगाजोग रखुंट आम कांग्रेस को मजबूत भाव में गढ़ू संघर्ष हे लोकों 2024 कांग्रेस ओडियार सम्मान को रखी ओडिया लोकों चाहिदा मुताबक लोकों इच्छा अनुरूप सरकार लोकों को दब संगठन आप 10-15 दिन देखो के मजबूत हम जानीदे तो अच्छा मो सागे सान पुओ अच्छी कांग्रेस अच्छी।